ଆଚ୍ଛା ମାଉସୀ କଣ ହେଇଛି ମତେ ଟିକେ କହିଲ। ମୋର କଥା ଶୁଣ। ତମ ପୁଅ କିଏ ମାରିଛି? କିଏ? ଅର୍ପିତା ଚୌଧୁରୀ। ଅର୍ପିତା ଚୌଧୁରୀ ମୋର ପୁଅକୁ ମାରିଛି। ସତରେ ମାରି ଦେଇଛି? ହଁ ତମେ ତ କହୁଛ ଆମେ ତ ଶୁଣୁଛୁ କାଳେ ମାରିଥିବ। କିଏ ଜାଣିଛି? ତମେ ତ କହୁଛ ଆମେ ତ ଶୁଣୁଛୁ ଆଉ। ହଁ ସତ କଥା ତମେ ଯାହା କହୁଛ ହେଇଥିବ। ହଁ जनता माफ नहीं करेगी। ବୋଲେ ମାଉସୀ ହେରା ହାରାମ ଜାତିଟା। ହାରାମଜାଦି କୋଉଠି ଶୁଏ? ତମ ପୁଅ ପାଖରେ ଶୁଏ ଘରେ ଆସିକି? ଆସିକି ଏଠି ଶୁଏ ଘରେ। ସତରେ? ଶୋଇଲା ପରେ କଣ କରନ୍ତି? ମାନେ ଛାଡି ହେଇକି ଶୁଅନ୍ତି ନା ଲଗା ଲଗେଇ ଶୁଅନ୍ତି? ଆମେ ଜାଣିପାରୁନୁ। ତମେ ଟିକେ ଉଦାହରଣ ବତେଇଦବ। ଆଉ 2-4ଟା ଭିଡିଓ ତମେ ପକେଇଲେ ଆମେ ଟିକେ ଜାଣିଲେ ଆମେ ଟିକେ କହିବୁ ନା ଆଉ। ଆମକୁ ନହେଲେ ଭଲ ଲାଗୁନି। ହଁ इन छोटे मोटे प्रोग्रामों से कितना कमा लेते हो? କହିଲ ହ୍ୟୁମାନ ସାଗରକୁ ଅର୍ପିତା ଧୋକା ଦେଇକି ବର୍ବାଦ କରିଦେଲା। ମୋ ପୁଅକୁ ବର୍ବାଦ କରିକି ଧୋକା ଦେଲା। ବୁଝିପାରୁନି। ତାଙ୍କ ପ୍ରଥମ ସ୍ତ୍ରୀ ପରା ସେଇଆ ମିଶ୍ର। ତାଙ୍କର ବା ହ୍ୟୁମାନ ସାଗର ଗୋଟେ ଝିଅ। ଓହୋ ସିଏ ଛାଡିକି ଗଲା ପରେ ଇଏ ମଝିରେ ଏଣ୍ଟ୍ରି ମାରିଦେଲେ ଯାହା ଜଣା ପଇଲାଣି ଆଉ। ହଉ ମୋ ପୁଅକୁ ମାରିଲା। ମାରିଛନ୍ତି ଯାହା ତ ମାରିଲେ, ତାକୁ ଧୋକା ଦେଇକି ପୁରା ଛାଡିଦେଲେ। ଗନ୍ଧେଇଲା ରେ। ଆରେ ଲଗା ଟିକେ ଧୂପ କାଠଟା ବାସ୍ନା ଶୁଙ୍ଘିଦେବା। ଲାଷ୍ଟ 2-3 ମାସ ହେଲା ବିଲକୁଲ ଆସିଲାନି। ଡିପ୍ରେସନରେ ମୋ ପୁଅ ଚାଲିଗଲା। କହିଲ ଅର୍ପିତା ଚୌଧୁରୀ ହ୍ୟୁମାନ ସାଗର ପାଖକୁ ଶୋଇବାକୁ ଆସିଲାନି ବୋଲି ହ୍ୟୁମାନ ସାଗର ଆଗରୁ ଡିପ୍ରେସନ ରେ ପଡିଲା? ହଁ ସତରେ? ନାଇଁ ମିଛରେ ହେଇଥିବ। ସତ କଥା। ହଁ ଆଉ କାଲି ରାତି 2ଟାରେ ପପୁ ବସେଇକି ତାକୁ ଆଣିଲା ଆଉ ଆଇସିୟୁ କୁ ନେଲା। ତାହେଲେ ଅର୍ପିତା ଚୌଧୁରୀ ହ୍ୟୁମାନ ସାଗରକୁ ଗାଡିରେ ଆଣିକି ଆଇସିୟୁ ରେ ଭର୍ତ୍ତି କରିଥିଲା। ତାହେଲେ ଅର୍ପିତା ଚୌଧୁରୀ ତାହେଲେ କୁଆଡେ ଗଲା? ମୋ ପୁଅକୁ ଦେଖିଲା। ମୋ ପୁଅର ଅବସ୍ଥା ଆଉ ଗୋଟେ ଅର୍ପିତା ଚୌଧୁରୀ ମେଡିକାଲ ଗଲା କୁଆଡେ? କାହିଁ ତାଙ୍କର ଦେଖା ଦର୍ଶନ ନାହିଁ। ଅର୍ପିତା ଚୌଧୁରୀ ଭାବିଥିବ ରୁମ ରେ ଥିଲା ସେ। ମତେ ପପୁ ଆସିକି ଉଠେଇକି ନେଲା। କୁଆଡେ ନଉଛୁ? ତାଙ୍କ 10% ହୁତକୁତୁ ହଉଛି। ମୁଁ ଛାଡିକି ପଳେଇବା ଦୁରା ତାଙ୍କ ମା ସତଟାକୁ ପୁରା ଖୋଲିକି କହିଦେଲି ମିଡିଆ ସାମ୍ନାରେ। ଏବେ କୁଆଡେ ଯାଉଛି କାହାଡେ ଯାଉଛି ଟିକେ ଦେଖିବା, ଆମେ ଟିକେ ଚାଖିବା, ଟିକେ ଅନେଇକି ବସିବା। ଭିଡିଓ ଭଲ ଲାଗିଥିଲେ ଲାଇକ୍ କରି ସବସ୍କ୍ରାଇବ କମେଣ୍ଟ କରିବେ।